ଘାସ ବୋଲି ଭାବି ଓପାଡ଼ିକି ଫିଙ୍ଗି ଦେଉଥିବା ଜିନିଷରେ ଏତେ ଯେ ଟେଷ୍ଟି ଆଇଟମ୍ ବନିପାରିବ ମୁଁ କେବେ ବି ଭାବିନଥିଲି। ସାଙ୍ଗମାନେ ଏଇ ଆଇଟମ୍ଟା ଦେଖିକି ଆପଣମାନଙ୍କୁ କେବେ ବି ଲାଗୁଛି ନା ଏଇଟା ଘାସରେ ବନିଥିବ ବୋଲି, ଆଉ ଖାଇବାକୁ ବି ବହୁତ ଟେଷ୍ଟି ହେଇଥିଲା। ତ ସାଙ୍ଗମାନେ ମୋ ସାଙ୍ଗ ଘରକୁ ଯାଇଥିଲି, ଦେଖିଥିଲି ତାଙ୍କର ଫୁଲ କୁଣ୍ଡରେ ଆଉ ତାଙ୍କର ଗାର୍ଡ଼େନରେ ଏଇ ଗଛଟା ହେଇଥିଲା। ଏଇଟା ସୁନସୁନିଆ ଗଛ ଭଳିଆ ଦିଶୁଛି, କିନ୍ତୁ ହଳଦିଆ ହଳଦିଆ ଫୁଲ ହେଇଛି ଆଉ ତାର ଫଳ ଗୁଡ଼ା ଟିକେ ଟିକେ ଲମ୍ବା ହେଇଛି। ଆପଣମାନଙ୍କୁ ଏଇ ଗଛଟାର ନାଁ ପଚାରିଥିଲି, ଆପଣମାନେ କହିଥିଲେ ଯେ ଏଇଟା ଆମ୍ବିଳିତି ଗଛ ବୋଲି। ଆପଣମାନେ କହିଥିଲେ ଯେ ଏଇ ଗଛର ବହୁତ ମେଡ଼ିସିନାଲ ବେନିଫିଟ୍ ଅଛି ବୋଲି, ଥଣ୍ଡା ହେଉଥିବା ଲୋକମାନେ ଏଇଟାକୁ ଖାଇଲେ ମାନେ ଭଲ କାମ ଦେଇଥାଏ। ମୁଁ ତ ଜାଣିନଥିଲି ଏଇ ଗଛଟା ନା, କିନ୍ତୁ ସାଙ୍ଗଠୁ ବୁଝିଲି। ଆଉ ସେ ଯେହେତୁ ବାଲେଶ୍ୱର ଲୋକ, ସିଏ କହିଲେ ଏଇ ଗଛର ପତ୍ରରେ ବହୁତ ପ୍ରକାର ରୋଷେଇ କରିକି ବି ଖାଇହେବ। ତ ତାଠୁ ବୁଝିକି ଆସିଥିଲି ଗୋଟେ ରେସିପି, ଆଉ ମୁଁ ଆଜି ବନେଇଥିଲି, ବହୁତ ଭଲ ଲାଗୁଥିଲା। ଚାଲନ୍ତୁ କହିବି କେମିତି ମୁଁ ବନେଇଥିଲି। ଯେହେତୁ ସାଙ୍ଗର ଫୁଲ କୁଣ୍ଡରେ ଆଉ ତାଙ୍କର ଗାର୍ଡ଼େନରେ ଏଇ ଗଛ ଗୁଡ଼ାକ ବହୁତ ହେଇଥିଲା, ତ ବହୁତ ସାରା ମୁଁ ଧରିକି ପଳେଇ ଆସିଥିଲି। ଏଇଟା ଦେଖନ୍ତୁ, ଖାଲି ତା ପତ୍ର ଗୁଡ଼ାକ ମୁଁ ରଖିଛି। ସୁନସୁନିଆ ପତ୍ର ଭଳିଆ ଦିଶୁଛି, କିନ୍ତୁ ଆପଣମାନଙ୍କୁ ତ ଗଛ ଦେଖେଇଲି। ଆଉ ପତ୍ରଟା ସୁନସୁନିଆ ଶାଗଠୁ ବହୁତ ହିଁ ଛୋଟ, ଆଉ ତାଠୁ ଏଇଟା ଟିକେ ଆହୁରି ପତଳା ଅଛି ପତ୍ରଟା। ଆପଣମାନେ ଏଇ ଗଛଟା ଦେଖିଲେ ଜାଣିପାରିବେ ଯେ ଏଇ ଗଛଟା ସୁନସୁନିଆ ଶାଗ ନୁହେଁ, ସେଇଟା ହେଉଛି ସୁନସୁନିଆ ଶାଗଠୁ ଅଲଗା। ମାନେ ଆ ନାଁ ହେଲା ଆମ୍ବିଳିତି ପତ୍ର। କଡ଼େଇରେ ଅଳ୍ପ ଟିକେ ସୋରିଷ ତେଲ ନେଇଗଲି, ସେଥିରେ 5 ଫୁଟଣ ଆଉ ଶୁଖିଲା ଲଙ୍କା ଟିକେ ଜଷ୍ଟ ହାଲକା ଭାଜିଦେଲି। ତାପରେ ଛୋଟ ଛୋଟ କଟା ପିଆଜ ନେଇଗଲି, ତାକୁ ଟିକେ ହାଲକା ବ୍ରାଉନ୍ କଲର୍ ହେଲା ଯାଏ ଭାଜିଦେଲି। ଏଠି ଦେଖନ୍ତୁ ମୁଁ ଛୋଟ ଛୋଟ କଟା ଆଳୁ ନେଇଛି। ଆଳୁ ଆପଣ ଆପଣଙ୍କର ଶାଗକୁ ଦେଖିକି ନେବେ। ତ ତାକୁ ନେଇଗଲି, ସ୍ୱାଦ ଅନୁସାରେ ଲୁଣ ହଳଦୀ ଦେଇଦେଲି। ଆଳୁକୁ ଗ୍ୟାସ୍ର ଫ୍ଲେମ୍ ଏକଦମ ଲୋରେ ରଖିକି ତାକୁ ଟିକେ ମୁଁ ଭାଜି ନେବି। ସିଏ ଏପଟେ ଭାଜି ହେଉଥିବ, ଏପଟେ ମୁଁ ନେଇଯିବି ଗ୍ରାଇଣ୍ଡିଙ୍ଗ ଜାର୍ ନେଇଗଲି, ସେଥିରେ ଶାଗ ନେଇଯିବି। ଶାଗଟା ଖାଲି ପତ୍ର ଗୁଡ଼ା ନେଇଛି, ତାର କଅଁଳିଆ ଡାଙ୍ଗ ନେଲେ ମଧ୍ୟ ଚଳିବ। କଞ୍ଚା ଲଙ୍କା, 8-10 କୋଲା ରସୁଣ, ଅଳ୍ପ ଟିକେ ସୋରିଷ ଆଉ ଅଳ୍ପ ଟିକେ ଜିରା। ସୋରିଷ ଜିରା ବେଶୀ ନେବେନି। ତାକୁ ନେଇକି ହାଲକା ମାନେ କ'ଣ କହିଲେ ଦରଦରା କରିକି ଆମେ ଗ୍ରାଇଣ୍ଡିଙ୍ଗ କରିଦେଲେ। ଏପଟେ ଦେଖନ୍ତୁ ମୋର ଆଳୁଟା ମଧ୍ୟ ସିଝି ଯାଇଛି। ସେଇଟାକୁ ନେଇକି ସେ ଶାଗ ବଟାଟାକୁ ନେଇକି ସେଥିରେ ପକେଇଦେଲେ, ପାଣି ଟିକେ ପିଛୁଳେଇକି ଦେଇଦେଲେ। ତାପରେ ଏମିତି ଦେଖନ୍ତୁ ପୋଡ଼ ପୋଡ଼ କରିକି ଆମେ ତାକୁ ଭାଜି ନେଲେ। ବନିଗଲା ଅତି ସୁଆଦିଆ ଆମ୍ବିଳିତି ଶାଗ ପତୁଆ। ଏଇଟା ଏତେ ଭଲ ଲାଗୁଥିଲା, ଆଉ ତାର ବାସ୍ନାଟା ଏତେ ବଢ଼ିଆ ଥିଲା, ତାକୁ ଚାହିଁଲେ ମଧ୍ୟ ଆପଣ ଖାଲି ପାଟିରେ ଖାଇଦେବେ। ହାଲକା ଖଟା ଲାଗୁଥିଲା, ହାଲକା କ'ଣ ଖଟା ଲାଗୁଥିଲା, ଆଉ ବାସ୍ନାଟା ବହୁତ ବଢ଼ିଆ ଥିଲା। ଆ ସହିତ ଖାଲି ପଖାଳ ଭାତ ହେଇଗଲେ ଆଉ କୌଣସି ତରକାରୀର ଆବଶ୍ୟକ ପଡ଼ିବନି। ତ ସାଙ୍ଗମାନେ ଆଉ କାହିଁକି ଡେରି କରୁଛନ୍ତି, ଯାଇକି ବାଡ଼ି ବଗିଚାରେ ଖୋଜିବା ଷ୍ଟାର୍ଟ କରିଦିଅନ୍ତୁ ଏଇ ଆମ୍ବିଳିତି ପତ୍ର। ଆଉ ଆମ୍ବିଳିତି ପତ୍ରରେ ଏଇ ପତୁଆ କରିକି ଖାଆନ୍ତୁ, ଦେଖିବେ କେତେ ଭଲ ଲାଗିବ। ଆଉ କେବେ ବି ଆପଣ ଆକୁ ଘାସ ବୋଲି ଭାବିକି ଆପଣମାନେ ଫୋପାଡ଼ିବେନି।